ତମେ ତ ଆମର ଏ ଦୁନିଆରେ କିଏ ଅଛି କହିଲ ବାପା? ଆରେ ନା ନା, ତମେ ବାପା ସବୁକୁ ସବୁ କରିପାରିବ। ପଥି ମୋର ଭାଗ୍ୟରେ ନାହିଁ, ପଥି ମୋର ଭାଗ୍ୟରେ ନାହିଁ, ପଥି ମୋର ଭାଗ୍ୟରେ ନାହିଁ, ପଥି ମୋର ଭାଗ୍ୟରେ ନାହିଁ। ପଥି ମୋର ଭାଗ୍ୟରେ ନାହିଁ, ପଥି ମୋର ଭାଗ୍ୟରେ ନାହିଁ, ପଥି ମୋର ଭାଗ୍ୟରେ ନାହିଁ, ପଥି ମୋର ଭାଗ୍ୟରେ ନାହିଁ। ହଇ ହୋ, ମୁଁ କଣ କହୁଥିଲି କି ଆମ ପୁଅ ଜୀବନ ସେ ନାଗେଶ୍ୱର ପ୍ରଧାନର ଝିଅକୁ ବହୁତ ଭଲ ପାଉଛି, ତେଣୁକରି ତାଙ୍କ ଘରେ ଏ ବାହାଘର ପ୍ରସ୍ତାବଟା ନେଇକି ଗଲେ ଭଲ ହୁଅନ୍ତା ନା କଣ କହୁଛ? अरे हे दुर्गा, अरे हे दुर्गा, तुम ए कौन कौच? से नागेश्वर प्रधान केते बड़ लोक, ता जोगु कौन आम पाई देव ना, से केबे हेले भी ता जोगु आम घर को देवनी। ହଇ ହୋ, ଆରେ ଆମ ଘରେ କଣ ଧନ ସମ୍ପତ୍ତି ଅଭାବ ଅଛି? ସେ କୋଟିପତିର ଝିଅ ଯଦି ଆମ ଘରକୁ ବୋହୂ ହେଇ ଆସିଲେ ଆମ ଘର ଟଙ୍କା ସୁନାରେ ପୁରୀ ଉଠିବ। ଆରେ ତମେ କାହିଁକି ମନା କରୁଛ? ହଉ ଠିକ ଅଛି ଦୁର୍ଗା, ହଉ ଠିକ ଅଛି ଦୁର୍ଗା, ତାହେଲେ ଚାଲ ଆସନ୍ତା କାଲିକୁ ତାଙ୍କ ଘରକୁ ବାହାଘର ପ୍ରସ୍ତାବ ନେଇକି ଯିବା। ତାହେଲେ ଚାଲ, ଆରେ ଚାଲ। ତାହେଲେ ଚାଲ। माधवी, आम जो वर्ष आमर मान सम्मान को माटी रे मिसाई देला। मु केते स्वप्न देखी हेले सबू स्वप्न को चूरमार कर देला। हाँ चूरमार कर देला। ये शुणम, मु कौन कहूली कि एबे भी समय आउची ए कथा केही न जानिबा पूर्वरु खोटी गोटे भल पुओ देखी ता बाहागर करदेबा ना कौन कहूच? तुम ठीक कहूच माधवी। हाँ माधवी, तुम ठीक कहूच। आम कौटी गोटे भल पुओ देखी ता बाहागर करदेबा पड़िबो। हेले माधवी, आम जो बसा को बाहा करबा पई गोटे पुओ खोजिबा को पड़िबो। हाँ तो हाँ माधवी, आमको जमीती हेले मध्य आम जो वर्षा को बाहागर बाबू नमस्कार। आपण को पुओ खोजिबा को पड़िबोनी नागेश्वर बाबू। अरे आपण माने किए? मु तो आपण माने को जानी नि कि चिनी नि। नागेश्वर बाबू, आम गाँ होची कलिंग नगर आ मु होची दुर्गा सामंतराय। मु होची नरेंद्र सामंतराय। आमे आसीचु आपणक झील को हाथ मागिबा को, माने आपणक झील को मो पुओ जीवन बहुत भल पाउची, तेणु करी ए बाघर प्रस्तावटा आपण घर को नहीं कि आसीचु। आपण कौन कहउचंती नागे माधवी देवी? अरे अरे ये तो बड़ खुशी कथा। आपण माने जते बेले आपणक पुओ जीवन पाए बाहागर प्रस्ताव नहीं कि आसीच, ताहले मु ए बाहागर प्रस्ताव रे राजी। हाँ नागेश्वर बाबू। धन्यवाद नागेश्वर बाबू, धन्यवाद।
ଏଇ ବାହାଘର ପାଇଁ ରାଜି ହେଲେ ତାହେଲେ ଠିକ ଅଛି। ଆସନ୍ତା କାଲିକୁ ଶୁଭ ଲଗ୍ନ ବାହାର କରି ଆପଣଙ୍କୁ ଖବର ଦେବୁ। ଆରେ ନାଗେଶ୍ୱର ବାବୁ, ମୁଁ କ'ଣ କହୁଥିଲି କି ଆପଣଙ୍କ ଝିଅ ନାଁରେ ସେଇ କମ୍ପାନୀଟା ନାଇଁ ମାଧବୀ, ତ ଏମିତି କିଛି ନାହିଁ। ଆରେ କୋଉ କୋଉ ପାର୍ଟିରୁ ବାହାରି ପଡ଼ିବା। ମତେ କ'ଣ ଧନ ସମ୍ପତ୍ତି ଅଭାବ ଅଛି କି? ମତେ କେବଳ ବୋହୂଟିଏ ଦରକାର। ଯେମିତି ହେଲେ ବି ଆପଣଙ୍କ ଝିଅକୁ ନେଇ ମୋ ଘରେ ବୋହୂ କରିବି, ସେତିକି ହିଁ ମୋ ଯଥେଷ୍ଟ। ତାହେଲେ ଆମେ ଆସିଛୁ ନାଗେଶ୍ୱର ବାବୁ, ନମସ୍କାର। ଆରେ ପଣ୍ଡିତ ଦେଖି ଶୁଭ ଲଗ୍ନ ବାହାର କରି ଆପଣଙ୍କୁ ଆମେ ନିଶ୍ଚୟ ଫୋନ କରିବୁ। ଆମେ ତାହେଲେ ଆସିଛୁ ନା ମାଧବୀ ଦେବୀ, ନମସ୍କାର ନାଗେଶ୍ୱର ବାବୁ। ନମସ୍କାର ନାଗେଶ୍ୱର ବାବୁ। ନମସ୍କାର। ଯା ହଉ ମାଧବୀ, ଆମର ଗୋଟିଏ ବଡ଼ ଟେନସନ୍ ଦୂର ହେଲା। ହେଲେ ମାଧବୀ, ଆମେ ଏ ବାହାଘର ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ହେଲେ ମାଧବୀ, ମୁଁ କ'ଣ କହୁଥିଲି କି ଆମର ତ ଗୋଟିଏ ବୋଲି ଝିଅ, ଆମର ତ ଏତେ ଏତେ ଧନ ସମ୍ପତ୍ତି। ମୁଁ କ'ଣ କହୁଥିଲି କି ଅଧାରୁ ଅଧା ଧନ ସମ୍ପତ୍ତି ଆଉ ସେ କମ୍ପାନୀଟା ଆମ ଝିଅ ବର୍ଷା ନାଁରେ ଲେଖିଦେବି ନା କ'ଣ କହୁଛ? ହଁ ହଁ, ଯାହା କରୁଛ କର, ତମ ଇଚ୍ଛା। ଆରେ ଚାଲ ଚାଲ, ବାହାଘର ବିଷୟରେ ଆଲୋଚନା କରିବାକୁ ପଡ଼ିବ। ଆରେ ଚାଲ ଚାଲ। ହଉ ତାହେଲେ ଚାଲ। ରେଶମା, ହ୍ୟାଲୋ ମେ ରେଶମା। ଓହୋ, ଏ ଝିଅଟା ଗଲା କୁଆଡ଼େ? କେତେବେଳେ ଟିକେ ଘରେ ରହୁନାହିଁ। ପ୍ରଥମେ ବ୍ୟାଙ୍କକୁ ଯାଇ ମୋ ଝିଅ ରେଶମା ନାଁରେ 5-6 ଲକ୍ଷ ଟଙ୍କା ଡିପୋଜିଟ୍ କରିକି ଆସିବି। ଏଇ ବ୍ୟାଙ୍କରେ ଥିବା 5-6 ଲକ୍ଷ ଟଙ୍କାକୁ ସୁରକ୍ଷିତ ଭାବରେ ନେବାକୁ ପଡ଼ିବ। ନହେଲେ ଆଜିକାଲିର ଦୁନିଆ ଜମା ଭଲ ନାହିଁ। ମୁଁ ଯାଉଛି। अबे सामो बहुत दिन है टंका पैसा किसी मिलुनी बेकार है बोलुछु किसी ना किसी गोटे करने पड़ो बे ना कौन कहु अबे सांग ହଁ ସାଙ୍ଗ, ତୁ ଠିକ କହୁଛୁ ବେ ସାଙ୍ଗ। ଏଇ କିଛି ଦିନ ହେଲା ଆମେ ବେକାର ହିଁ ବୁଲୁଛୁ। କିଛି ଗୋଟେ ଭାବିବାକୁ ପଡ଼ିବ ସାଙ୍ଗ, କିଛି ଗୋଟେ ଭାବିବାକୁ ପଡ଼ିବ। हमको किसी न हेले गोटे लंबा हाथ मारिबा पड़ो ना कौन कहु ହଁ ବେ ସାଙ୍ଗ। नहेले चलवा केमिति अबे ହ୍ୟାଲୋ ମା ରେଶମା, ତୁ କୋଉଠି ଅଛୁ? ହ୍ୟାଲୋ ମା ରେଶମା, किसी ना किसी କ'ଣ ନଈ କୂଳରେ ଅଛୁ? ହ୍ୟାଲୋ ମା ରେଶମା, ଆଜି ବ୍ୟାଙ୍କକୁ ଯାଉଛି। ତୋ ନାଁରେ ଆଜି 5-6 ଲକ୍ଷ ଟଙ୍କା ଡିପୋଜିଟ୍ କରିକି ଆସିବି। ମୁଁ ସତେ କହୁଛି ରେ ମା ରେଶମା। କ'ଣ ଖାଇଲୁ ମା ରେଶମା? ଆଇସ୍କ୍ରିମ୍ ଖାଇବୁ? ଆରେ ମା, ତୁ କ'ଣ ଛୋଟ ଅଛୁ କିଲ? ତୋର ପୁରା ବାହା ହେବା ବୟସ ହେଇଗଲାଣି। अबे अबे बुढ़ा ଅଛି। ଆରେ ବାବୁ, ମୋତେ ଡାକିଲେ କି? अबे मोड़ी सदा देखा जाऊनी बे धक्का मारी चली जाऊ ଆରେ ବାବୁ, ମୁଁ ଫୋନରେ ବ୍ୟସ୍ତ ଥିଲି ତ, ତୁମ ସହିତ ଧୋକା ହେଇଗଲା। ମୋର ଭୁଲ ହେଇଯାଇଛି ବାବୁ। ଆଇ ଆମ୍ ଭେରି ଭେରି ସରି। ମୋର ଭୁଲ ହେଇଯାଇଛି। ମୁଁ ରଖୁଛି ରେ ମା ରେଶମା। ଠିକ ଅଛି। अबे से बैग रे कौन धरी बे ମାର୍କେଟ ଯାଇଥିଲି ତ, ଏଇ ବ୍ୟାଗରେ ପନିପରିବା ଅଛି। अबे एबे एबे कहथिलो 5 लाख टंकार कथा आउ कहछु पंडी परिबा अछि। अबे साग ए सोडा बुढ़ाटा मिछ कहछि बे से बैग रे निश्चय 5 लाख टंका थिबो ना कौन कहछु ହଁ ବେ ସାଙ୍ଗ, ଏ ବୁଢ଼ାଟା ମିଛ କହୁଛି। ଆବେ ବୁଢ଼ା, ଏବେ ଏବେ କହୁଥିଲ ତମ ଝିଅକୁ 5 ଲକ୍ଷ ଟଙ୍କା ଅଛି ବୋଲି। ଆରେ ବାବୁ, ମୁଁ ତୁମକୁ ମିଛ କହିଲି।
এই ব্যাগରେ ପନିପରିବା ଅଛି ଆଉ କିଛି ନାହିଁ। ঠিক ଅଛି বে তাহলে সে ব্যাগটা আমাকে দেই দে আবে সাঙ্গ না, সে ব্যাগটাକୁ ମୁଁ ଦେଇପାରିବିନି ଜୋର ବାବୁ। ଜବରଦସ୍ତ ଛଡେଇ ମୁଁ ଆଣିବା। ଦେଇପାରିବିନି। ହଁ ବେ ସାଙ୍ଗ আবে দে না। ব্যাগ দে কହୁଛି আবে দে আবে বুড়া সে ব্যাগটা দে বে সাঙ্গ চাল চল বে हे भगवान ଏବେ ମୁଁ କୁଆଡ଼େ ଯିବି କୋଉଠି ରହିବି ମୁଁ ତ ଏ ସହରକୁ ନୂଆ କାହାକୁ ଜାଣିନି କି କାହାକୁ ଚିହ୍ନିନି ଶେଷରେ ମୋ ଦୁଃଖ କଷ୍ଟ ସହି ନ ପାରି ବାପା ମୋତେ ସବୁଦିନ ପାଇଁ ଛାଡ଼ିକି ଚାଲିଗଲା ସିଆଡ଼େ ମୁଁ ବର୍ଷର ବାପାକୁ କଥା ଦେଇ ସାରିଛି ମୋ ପ୍ରେମକୁ ପାଇବା ପାଇଁ ମୋତେ ଯେମିତି ହେଲେ ବି 5 ଲକ୍ଷ ଟଙ୍କା ରୋଜଗାର କରିବାକୁ ପଡ଼ିବ ନହେଲେ ମୋ ପ୍ରେମକୁ ମୁଁ ସବୁଦିନ ପାଇଁ ହରେଇ ଦେବି ସବୁଦିନ ପାଇଁ ହରେଇ ଦେବି ନା କୋଉଠି ଗୋଟେ ଭଲ କାମ ଦେଖି ଟଙ୍କା ରୋଜଗାର କରିବି ଟଙ୍କା ରୋଜଗାର କରିବି ନହେଲେ ମୋ ପ୍ରେମକୁ ମୁଁ ସବୁଦିନ ପାଇଁ ହରେଇ ଦେବି ସବୁଦିନ ପାଇଁ ହରେଇ ଦେବି प्रभु पापा मत छवि हेले भी 5 लक्ष टଙ୍କା ରୋଜଗାର କରିବାକୁ মন প্রাণ দেই তোতে পাইছিলি ভাল তোতে ন পাইলে প্রিয়া হেবি মু পাগল মন প্রাণ দেই তোতে পাইছিলি ভাল তোতে ন পাইলে প্রিয়া হেবি মু পাগল মু রহি পারে না মু বঞ্চি পারে না মু রহি পারে না মু বঞ্চি পারে না ছাতিরে লেখিছি তো না সাথিয়া ডাকুছি মু তো রাজা ও সাথিয়া ডাকুছি মু তো রাজা ডাকুছি মু তো রাজা
ଧର 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 बाबू मत बचाओ बाबू नहेले मारू मारू मत जीवन रू मारी देबे मौसा किए तो मौसा किए तुम्हें मु मो झियो ना रे बैंक को जाउथिली मौसा 5-6 लाख टका डिपॉजिट करबाखु ए समय रे दीटा छोरा आसी मो पैसा चढ़े नेउथिले आ तांकोटारू कसी पळै आसिले मते बचाओ बाबू मौसा जमार व्यस्त होते नहेले मारी देबे ताऊ ताऊ तुम्हारा किसी बेबल मौसा हाँ किसी बेबल अबे बुढ़ा तू भाविछु आम हाथर घसी जीवु बोले नाई बे आम हाथर घसी पारिबुनि अबे भलरे कहछु से बैगटा हमको दे दे नहेले मरिबु बे अरे भाई माने किए तुम्हें अरे कहीं गोटे बुढ़ा लोक एमती भाटर गटे अरे हैरान कर तो देखा तो ठीक ठाक लगुच अरे कौटी गोटे भल कम देखी अरे टंका रोजगार कर पान शेष बुढ़ा मजा को एमती हैरान कर अरे तुम मान टे अरे लाज लगुनि लाज ए सहर को बोधे नुआ आसीचु हमको चिन्हनु बे आमे हेलु गोटे गोटे चोर अबे जना पड़ुछे तू ए सहर रे गोटे नुआ तू हमको चिन्हिनु अबे चिन्हिबु केमिति तू तो ए सहर को नुआ आसीछु आमे होछु एई एरिया रे गोटे गोटे चोर फलरे कहछु आम काम रे बाधा न दे एठारो चुपचाप चली जा नहले कथाटा किछि भल हबनि बे ओए बाबू मो जीवन बचे बहुत बड़ उपकार करिछु मो तते केमिति धन्यवाद देबी मो किछि बुझी पारुनी बाबू तो मो कोन सुखी जाइछि तू कोन हम शहर को नष्ट बोदे तमे किए तुम परिचय कोन मौसा हेबो से मो गाँ होचे प्रीतिपुर अबु होचे गोटे गरीब परिवार जन्म नाटा मोर बादल हाँ मौसा मुझे सर को नुआ क्या जानी कि क्या चिन्हनी आप जानते मौसा मु गोटे भड़ घर को भल पाऊली मौसा हाँ भल पाऊली शेष बापा माँ आम दुहे परस्पर को अलग करदे मौसा हाँ अलग करदे तू ये कौन कहू बादल हाँ मौसा अब से झुर बाबा कथा दे मो प्रेम को पाइबा मत जमी हेले भी 5 लाख टका रोजगार करने को पड़ो हाँ मौसा
ନହେଲେ ମୋ ପ୍ରେମକୁ ମୁଁ ସବୁଦିନ ପାଇଁ ହରେଇ ଦେବି ମଉସା, ସବୁଦିନ ପାଇଁ ହରେଇ ଦେବି। ବାଦଲ, ତୁ ପରା ମୋ ଜୀବନ ବଞ୍ଚେଇଛୁ। ମୁଁ କଣ ତତେ ସାମାନ୍ୟ ଟଙ୍କା ଦେଇପାରିବିନି? ବାଦଲ, ଏଇନେ 5-6 ଲକ୍ଷ ଟଙ୍କା। ମଉସା ବାଦଲ, ଏଥିରେ ପୁରା 5-6 ଲକ୍ଷ ଟଙ୍କା ଅଛି। ହେଇନେ ବାଦଲ, ହେଇନେ ହେଇନେ। ମଣିଷ ବଞ୍ଚିଥିଲେ କୋଟି କୋଟି ଟଙ୍କା ରୋଜଗାର କରି ହୁଏ। ବାଦଲ, ଯେତେ ଶୀଘ୍ର ପାରୁଛୁ ସେତେ ଶୀଘ୍ର ଯାଇ ସେ ଜମିଦାର ବାବୁକୁ 5-6 ଲକ୍ଷ ଟଙ୍କା ଦେଇ ଦେ। ତୋ ପ୍ରେମିକାକୁ ପାଇ ଖୁସିରେ ଘର ସଂସାର କର। ମଉସା, ହେଲେ ମଉସା ଏଇ ଆପଣଙ୍କ ଋଣକୁ ମୁଁ କେବେ ବି ଶୁଝି ପାରିବିନି ମଉସା, ମୁଁ କେବେ ବି ଶୁଝି ପାରିବିନି ମଉସା। ସତରେ ମଉସା, ତମେ ଗୋଟେ ମଣିଷ ରୂପରେ ମୋ ପାଇଁ ସାକ୍ଷାତ ଗୋଟେ ଭଗବାନ, ଭଗବାନ। ବାଦଲ, ମୁଁ ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି, ଏ ମା ତାରିଣୀ, ଆଜି ବାଦଲର ପ୍ରେମିକା ବାଦଲକୁ ମିଳିଯାଉ ପ୍ରଭୁ, ବାଦଲକୁ ମିଳିଯାଉ। ବାଦଲ, ଆଉ ଗୋଟେ କଥା, ଏଇନେ ମୋ ଭିଜିଟିଂ କାର୍ଡ, ଏଥିରେ ପୁରା ମୋ ଆଡ୍ରେସ୍ ଅଛି। ମଉସା ମାଇ ନେମ୍ ହିଜ୍ ରାଜୀବ ଜୈନ। ଆଉ ଦରକାର ପଡ଼ିଲେ ଫୋନ୍ କରିବୁ। ଠିକ ଅଛି ମଉସା, ମୁଁ ଆପଣଙ୍କୁ ନିଶ୍ଚୟ ଫୋନ କରିବି। ମୁଁ ତାହେଲେ ଆସୁଛି। ବେଷ୍ଟ ଅଫ୍ ଲକ୍। ସତରେ ଏଇ ମଉସାକୁ ମାନିବାକୁ ପଡ଼ିବ, ହଁ ମାନିବାକୁ ପଡ଼ିବ। ଆରେ ଏଇ ଆଜିକାଲି ଦୁନିଆରେ ଆରେ କିଏ ଦେବ ଏତେ ଟଙ୍କା, କିଏ ଦେବ? ନା, ଏଠି ସମୟ ନଷ୍ଟ ନ କରି ଏଠାରୁ ଶୀଘ୍ର ଚାଲିଯିବି, ଆଉ ଏ ଟଙ୍କାକୁ ସେ ବର୍ଷର ବାପାକୁ ଦେଇଦେବି। ତାପରେ ତାପରେ ନିଶ୍ଚୟ ମୋ ପ୍ରେମକୁ ପାଇପାରିବି, ହଁ ନିଶ୍ଚୟ ମୋ ପ୍ରେମକୁ ପାଇପାରିବି। ଯାଉଛି, ହଁ ଯାଉଛି।